ସାଙ୍ଗମାନେ ଆପଣଙ୍କୁ ନମସ୍କାର। ମୁଁ ସକାଳୁ ମାନେ ଡ୍ୟୁଟି ଯିବା ସମୟରେ ମୁଁ ଭଦ୍ରକରୁ ବାଲେଶ୍ୱର ଯାଉଥିଲି। ବାଟରେ ଆମର ଭଦ୍ରକ ଯେଉଁ ବିଜୁ ଜନତା ଦଳ ଅଫିସ୍ ପଡ଼ିଲା। ଦେଖନ୍ତୁ ସେ ଅଫିସ୍ ମାନେ ଯେତେବେଳେ ଗଭର୍ଣ୍ଣମେଣ୍ଟ ଥିଲା ସେ ଅଫିସ୍ର ରଙ୍ଗ ମାନେ ସେଠି ଏନି ଟାଇମ୍ ଲୋକ ସକାଳୁ ଆସିବ ମାନେ ତୁମେ ଦେଖିବ ମାନେ ଯାହା ବି ହେଲେ ଏଠି ଲୋକ ଥିବେ, ବିଜେଡ଼ି ଲୋକମାନେ ଥିବେ। ଦେଖନ୍ତୁ ଆଜି ପରିସ୍ଥିତି କ'ଣ ହେଲା ମାନେ ନବୀନ ପଟ୍ଟନାୟକ ପାଣ୍ଡିଆନ ବୁଦ୍ଧିରେ ପଡ଼ିକି କ'ଣ ମାନେ କଲା ସବୁ ଦେଶକୁ ପୁରା ନଷ୍ଟ କରିଦେଲା। ଦେଖ ତାଙ୍କରି ଅଫିସ୍ରେ ଆଜି ଜଣେ ଗୋଟେ ମାନେ ବିଜେଡ଼ି ଲୋକ କେହି ନାହାନ୍ତି, ଗୋଟେ ପାଗଳାଟେ ଶୋଇଛି। ମୁଁ ଦେଖିକି ଭାରି ମାନେ ଦୁଃଖ ଲାଗୁଛି। ମାନେ 24 ବର୍ଷର ଶାସନର କିଛି ଗୋଟେ ଭଲ କରିବାକୁ ସେ ଚାହିଁଲେନି। ଆଜି ଦେଖ ସେଇ ଅଫିସ୍ର କେତେ ଟଙ୍କା ଖର୍ଚ୍ଚ ହେଇଛି ଏ ଘରେ। ଆଜି କେତେ ଟଙ୍କା ମାନେ ଘରେ ଖର୍ଚ୍ଚ ହେଇଛି ମୁଁ ତୁମକୁ ଘରଟା ପୁରା ଦେଖାଉଛି। ଦେଖନ୍ତୁ ଆଜି ସେ ଅଫିସ୍ ଭିତରେ ଗୋଟେ ପାଗଳା ଲୋକ ଶୋଇଛି। ମାନେ ପଇସାଟା କ'ଣ ଆମରି ପଇସାରେ ଏଠି ବିଲ୍ଡିଂ ବନା ହେଇଥିଲା। ବିଲ୍ଡିଂ ବନା ସରିଲା ପରେ ଏଠି ଦେଖ କେହି ମାନେ ଗୋଟେ ଦଳର କାର୍ଯ୍ୟକର୍ତ୍ତା ମାନେ ଏଠି ରହୁନାହାନ୍ତି। ଏଠି ତାଲା ପଡ଼ିକି ରହୁଛି। ଆଉ ଗୋଟେ ପାଗଳାଟେ ଅଫିସ୍ ସାମ୍ନାରେ ଶୋଇଛି। ତାର ଆରାମସେ ଶୋଇଛି। ଯାହା ବି ହେଲେ ମାନେ ଗଭର୍ଣ୍ଣମେଣ୍ଟ ଧନ ନା, ଗଭର୍ଣ୍ଣମେଣ୍ଟର ଘର ନା, ସେ ଆରାମସେ ନିର୍ଭୟାର ମାନେ ଚିନ୍ତା ତାର କିଛି ନାହିଁ। ଆରାମସେ ସପ ବିଛେଇକି ଶୋଇଛି। ମୁଁ ସେ ଦୃଶ୍ୟଟା ଆପଣଙ୍କୁ ଦେଖାଉଛି। ମାନେ ବିଜେଡ଼ି କର୍ମୀ ରହିବା ଜାଗାର ଆଉ ସେଠି ଜଣେ ମାନେ ଯାହାର ମଥା କାମ କରୁନାହିଁ ସେଇ ଲୋକ ବି ରହୁଛନ୍ତି। ସିଏ ବି ଗୋଟେ ପ୍ରକାରର ଭଲ ହେଇଛି। କିଛି ମାନେ ଯାହାର କେହି ନାହାନ୍ତି ସିଏ ତ ଆସିକି ଏଠି ଆଶ୍ରୟ କରିପାରୁଛନ୍ତି। ବିଜୁ ବାବୁଙ୍କ ବେକରେ ମାନେ ବର୍ଷେ ତଳର ସେ ଫୁଲହାର ପଡ଼ିଥିଲା, ଏପର୍ଯ୍ୟନ୍ତ ବି ତାକୁ କାଢ଼ି ନାହାନ୍ତି। ସେ ଫୁଲହାର ଶୁଖିଗଲାଣି। ବିଜୁବାବୁ କ'ଣ ଏଇଆ କହି ଯାଇଥିଲେ? ବିଜୁବାବୁ କହି ଯାଇଥିଲେ ନା ମୁଁ ଗଲା ପରେ ସବୁ ଏଇଭଳିଆ କରିବ ବୋଲି। କିନ୍ତୁ ବିଜୁବାବୁ ଠିକ୍ ଲୋକ ଥିଲେ, କିନ୍ତୁ ତାଙ୍କ ପୁଅ ନବୀନ ସେ ପରବୁଦ୍ଧିରେ ପଡ଼ିକି ଆଜି ଆମ ଦେଶଟାକୁ ନଷ୍ଟ କରିଦେଲା। ମୁଁ ସେଇଟାକୁ ଏଇଠି ଆସିଲା ବେଳେ ମୁଁ ଏଇଠି ଗାଡ଼ି ରଖିକି ରହିକି ମୁଁ ସମସ୍ତଙ୍କୁ ଦେଖେଇବାକୁ ଚାହୁଁଛି। ଦେଖନ୍ତୁ ଆଜି ବିଜେଡ଼ି ପାର୍ଟି ଅଫିସ୍ କିଭଳିଆ ଅବସ୍ଥାରେ ଅଛି। ପାର୍ଟି ଅଫିସ୍ରେ ପାଗଳା ଲୋକମାନେ ଶୋଉଛନ୍ତି।